नमस्कार सांगमाने जय जगन्नाथ। एक सुंदर कहानी आसंतु शुणिबा। प्रभु श्री राम सूर्य वंदन। लंकारे राम रावणଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ଯାଇଥାଏ। ସେହି ଯୁଦ୍ଧ ଦେଖିବା ପାଇଁ ଲଙ୍କାରେ ସ୍ୱର୍ଗରୁ ଦେବତା ତଥା ସମସ୍ତ ମୁନି ଋଷି ଆସି ପହଞ୍ଚିଥାନ୍ତି। ରାବଣ ନିଧନ ନେଇ ଶ୍ରୀରାମ ଖୁବ୍ ଚିନ୍ତିତ ହୋଇପଡ଼ିଥାନ୍ତି। ରାମଙ୍କୁ ଚିନ୍ତାଗ୍ରସ୍ତ ଦେଖି ଋଷି ଅଗସ୍ତ୍ୟ ଯାଇ ତାଙ୍କ ପାଖରେ ପହଞ୍ଚି କହିଲେ, ହେ ରାମ, ତୁମକୁ ଏକ ସନାତନ ଗୋପନୀୟ ବିଷୟ କହୁଛି ଶୁଣ, ଯାହାଦ୍ୱାରା ତୁମେ ଶତ୍ରୁକୁ ଏ ଯୁଦ୍ଧରେ ଅକ୍ଳେଶରେ ପରାସ୍ତ କରିପାରିବ। ତାହା ହେଉଛି ଆଦିତ୍ୟ ହୃଦୟ ସ୍ତୋତ୍ର। ଏହି ପବିତ୍ର ସ୍ତୋତ୍ର ପାଠ କଲେ ସମସ୍ତ ଶତ୍ରୁଙ୍କ ବିନାଶ ହୋଇଥାଏ। ନିତ୍ୟ ପଠନୀୟ ଏହି ସ୍ତୋତ୍ର ସର୍ବତ୍ର ମଙ୍ଗଳପ୍ରଦାୟକ ତଥା ସର୍ବପାପ ମୋଚନକାରୀ। ଏହାଦ୍ୱାରା ବିଷାଦ ଓ ଶୋକ ଦୂର ହୋଇଥାଏ, ଆୟ ବୃଦ୍ଧି ହୁଏ। ତୁମେ ଦେବାସୁର ପୂଜିତ ଅଂଶୁମାଳୀ ଭୁବନ ଭାସ୍କରଙ୍କୁ ପୂଜା କର। ସମସ୍ତ ଦେବତାଙ୍କ ସେ ଆତ୍ମା। ସେ ସ୍ୱୟଂ ବ୍ରହ୍ମା, ବିଷ୍ଣୁ, ଶିବ, ବରୁଣ, କୁବେର, ଯମ, ସ୍କନ୍ଦ, ମହେନ୍ଦ୍ର ଓ ଚନ୍ଦ୍ର, ପିତୃ, ବସୁ, ମରୁଦଗ୍ନ, ଅଗ୍ନି, ବାୟୁ ଓ ପ୍ରଜାମାନଙ୍କ ପ୍ରାଣ ସ୍ୱରୂପ ଓ ଋତୁମାନଙ୍କ କର୍ତ୍ତା। ସେ ନକ୍ଷତ୍ର, ଗ୍ରହ ଓ ତାରାମାନଙ୍କ ଅଧିପତି। ସେ ସମସ୍ତ ପ୍ରାଣୀଙ୍କ ସ୍ରଷ୍ଟା, ପାଳନକର୍ତ୍ତା ଓ ନିୟନ୍ତା। ଘୋର ବିପଦରେ ଅବା ଭୟଙ୍କର ଅରଣ୍ୟରେ ପଡ଼ି ଭୟଭୀତ ଅବସ୍ଥାରେ ଥାଇ ତାଙ୍କୁ କେହି ଜପ କଲେ କେବେ ସେ ଅବସନ୍ନ ହୋଇନଥାଏ। ସୂର୍ଯ୍ୟଦେବଙ୍କ ମହିମା ବଖାଣି ସାରି ପୁଣି ଅଗସ୍ତ୍ୟ କହିଲେ, ହେ ରାଘବ, ଏକାଗ୍ର ଚିତ୍ତରେ ଯୁଦ୍ଧର ଜୟଲାଭ ପାଇଁ ସୂର୍ଯ୍ୟଙ୍କ ପୂଜା କର। ଏହି ସ୍ତବ 3 ଥର ଜପ କଲେ ତୁମେ ନିଶ୍ଚୟ ବିଜୟ ଲାଭ କରିବ। ତୁମେ ଏହି ମୁହୂର୍ତ୍ତରେ ରାବଣକୁ ନିଧନ କରିପାରିବ। ଅଗସ୍ତ୍ୟଙ୍କ କଥା ଶୁଣି ଶ୍ରୀରାମଙ୍କ ସମସ୍ତ ଶୋକ ଦୂର ହୋଇଗଲା। ସୂର୍ଯ୍ୟ ନାରାୟଣଙ୍କୁ ଚାହିଁ ସେ ଭକ୍ତିଭରା ଆଦିତ୍ୟ ହୃଦୟଙ୍କ ସ୍ତବ ପାଠ କରିବାକୁ ଲାଗିଲେ। ଏହି ସମୟରେ ଲଙ୍କାରେ ବହୁ ଅଶୁଭ ଶକୁନମାନ ଦେଖାଗଲା। ରାବଣର ରଥ ଉପରେ ରୁଧିର ବର୍ଷା ହେଲା। ରୁଦ୍ରପକ୍ଷୀ ସବୁ ଚକ୍ରାକାରରେ ବୁଲିଲେ। ଦିନ ଥାଉଁ ଥାଉଁ ସଞ୍ଜ ହୋଇଗଲା ପରି ମନ୍ଦାର ପୁଷ୍ପ ତୁଲ୍ୟ ରକ୍ତବର୍ଣ୍ଣର ପ୍ରଭା ଚତୁର୍ଦ୍ଦିଗରେ ଛାଇ ହୋଇଗଲା। ଜୋରରେ ଧୂଳି କୁଣ୍ଡଳି ଉଠି ଆକାଶରେ ଆଚ୍ଛାଦିତ କରିଦେଲା। ଏପରି ଦାରୁଣ ଉତ୍ପାତମାନ ଦେଖି ରାବଣ ଏବଂ ତାହାର ସୈନ୍ୟମାନଙ୍କ ମନରେ ଭୟ ସଞ୍ଚାର ହେଲା। ରଥାରୋହୀ ଭୟଭୀତ ରାବଣ ଶ୍ରୀରାମଙ୍କ ଆଡ଼େ ତୀବ୍ର ବେଗରେ ଧାଇଁ ଆସିଲା। ରାମ ମାତଳୀଙ୍କୁ ଆଦେଶ ଦେଲେ, ତୁମେ ମୋ ରଥ ନେଇ ରାବଣ ସମ୍ମୁଖରେ ରଖ। ରାବଣ ସାମ୍ନାକୁ ଯାଇ ଶ୍ରୀରାମ ଇନ୍ଦ୍ରଦତ୍ତ ଧନୁକୁ ଉଠାଇ କ୍ଷୀରଧାର ତୁଲ୍ୟ ଏକ ସର୍ପାକାର ବାଣ ରାବଣ ଉପରେ ନିକ୍ଷେପ କଲେ। କ୍ଷଣକ ମଧ୍ୟରେ ବିଶ୍ରବାନନ୍ଦନର କୁଣ୍ଡଳ ଶୋଭିତ ମସ୍ତକ ଭୂମିରେ ଲୋଟି ପଡ଼ିଲା। ବାଲ୍ମୀକି ରାମାୟଣ ଯୁଦ୍ଧକାଣ୍ଡର 105ତମ ସ୍ୱର୍ଗରେ ଏହି ଉପାଖ୍ୟାନ ବର୍ଣ୍ଣିତ ହୋଇଛି। ତେବେ ସାଙ୍ଗମାନେ, ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରିଦେବେ। ରହୁଛି ଜୟ ଜଗନ୍ନାଥ।